ତ୍ରିକଳିଙ୍ଗ ମୁଁ ଆପଣଙ୍କୁ କହିପାରେ ଯେ ତ୍ରିକଳିଙ୍ଗର ଆଜି ଅଷ୍ଟମ ବର୍ଷରେ ପଦାର୍ପଣ କରିଛି। ଆଉ ଓଡ଼ିଶାର ଏକମାତ୍ର ଘରୋଇ ଉଦ୍ୟୋଗରେ ଆରମ୍ଭ ହୋଇଥିବା ଏକମାତ୍ର ହିଷ୍ଟୋରିକାଲ ଜର୍ନାଲ। ଆପଣମାନେ ଦେଖିବେ ଓଡ଼ିଶାର 30ଟା ଜିଲ୍ଲାରେ ଶହ ଶହ ସାହିତ୍ୟ ଏବଂ କବିତା ପତ୍ରିକା ବାହାରୁଛି, କିନ୍ତୁ ହିଷ୍ଟ୍ରି ପିଓର ହିଷ୍ଟ୍ରି ଆଉ ଆର୍କିଓଲୋଜି ଉପରେ କୌଣସି ପତ୍ରିକା ବାହାରେନି। 8 ବର୍ଷ ଧରି ଘରୋଇ ଉଦ୍ୟମରେ ତ୍ରିକଳିଙ୍ଗ ନାମରେ ଏକ ଐତିହାସିକ ପତ୍ରିକା ପ୍ରକାଶ ପାଉଛି। ବର୍ଷର 4 ଥର ପ୍ରକାଶ ପାଉଛି ଜର୍ନାଲ। ଏଥିରେ 3ଟି ଭାଗ ରହିଛି। ଗୋଟିଏ ହଉଛି ମାରିଟାଇମ ହିଷ୍ଟ୍ରି, ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ଉପରେ। ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ଅନାଲୋଚିତ ଦିଗ ଉପରେ ଆମେ ଆଲୋକପାତ କରୁ। ଆପଣମାନେ ଓଡ଼ିଶାର ନୌବାଣିଜ୍ୟର ଗୋଟେ 2800 ବର୍ଷର ଇତିହାସ ରହିଛି। କାହା ପାଖରେ କୌଣସି ତଥ୍ୟ ନାହିଁ। ସମସ୍ତେ ଜାଣିଛେ ଆମେ କେବଳ ଡେଲା ଭସଉଛେ, ପୂର୍ଣ୍ଣିମାରେ ଡଙ୍ଗା ଭସଉଛେ, ଆ କା ମା ଦେଇ ଧନ ଗୁଆ ଥୋଇ କହିକି ଗୋଟେ ପ୍ରତୀକାତ୍ମକ ଯାତ୍ରା କରୁଛି। କିନ୍ତୁ କାହିଁକି ବମ୍ବେ ଯାଇଥିଲେ ସମସ୍ତେ ଜାଣିଛନ୍ତି। ବମ୍ବେ ମାତ୍ରା ଯାହା ବୋଲିବାକୁ ସେ ଉଦୟମାନେ ଯାଇଥିଲେ, ହିଁ ଯାଇଥିଲେ। କଣ ତା ପଛରେ ରହିଛି, ଐତିହ୍ୟ କାହିଁକି ରହିଛି, ତାର ପୃଷ୍ଠଭୂମି କଣ ରହିଛି, ସେ ବିଷୟରେ ଅନେକ ଲୋକ 99% ଲୋକ କଥା ଛାଡ଼ି ଦିଅନ୍ତୁ, ଗବେଷକ ମାନେ ବି କୁହନ୍ତି ନାହିଁ। ତେଣୁ ତ୍ରିକଳିଙ୍ଗର ଉଦ୍ୟମ ରହିଛି ମାରିଟାଇମ ହିଷ୍ଟ୍ରି ଉପରେ ଫୋକସ କରିବା। ଓଡ଼ିଶାର 2800 ବର୍ଷର ନୌବାଣିଜ୍ୟ ପରମ୍ପରା ଉପରେ ଆମେ ଫୋକସ କରୁଛୁ। ତ୍ରିକଳିଙ୍ଗରେ ଇସ୍ୟୁରେ ନୌବାଣିଜ୍ୟ ଉପରେ 5ଟି ଆର୍ଟିକଲ ପ୍ରାୟ ପ୍ରକାଶ ପାଏ। ଗୋଟେ ରହିଛି ହିଷ୍ଟ୍ରି ଆଣ୍ଡ ଆର୍କିଓଲୋଜି, ପ୍ରତ୍ନତତ୍ତ୍ୱ ଏବଂ ଇତିହାସ ବିଭାଗ, ଯୋଉଥିରେ ଓଡ଼ିଶାର ପ୍ରତିଷ୍ଠିତ ପ୍ରତ୍ନତତ୍ତ୍ୱବିଦ ଡକ୍ଟର ଜୀବନ ପଟ୍ଟନାୟକ, ଡକ୍ଟର ସୁନୀଲ ପଟ୍ଟନାୟକ ଆଉ ଡକ୍ଟର ବଳରାମ ତ୍ରିପାଠୀ ବହୁତ ବଡ଼ ବଡ଼ ପ୍ରତ୍ନତତ୍ତ୍ୱବିଦ। ଆଉ ତ୍ରିକଳିଙ୍ଗରେ ଡକ୍ଟରେଟ୍ ଭାବେନି। ତ୍ରିକଳିଙ୍ଗ ହେଉଛି ପିଏଚଡି ହିଷ୍ଟୋରିକାଲ। ଯଦି ଫାକ୍ଟ ନଥିବ ଆମେ ସେଟାକୁ ଗ୍ରହଣ କରିବ ନାହିଁ। ଯଦି ଏହାର ପୁସ୍ତକ ସଂଖ୍ୟା ଏତେ ସୀମିତ, ଆମେ ବଢ଼େଇବାକୁ ଚେଷ୍ଟା କରୁଛୁ ଏବଂ ହିଷ୍ଟ୍ରି ଉପରେ ଆନାଲିସିସ୍ ଆମେ କରିବାକୁ ଚାହୁଁଛୁ। ଆପଣମାନେ ଦେଖୁଥିବେ ବିଭିନ୍ନ ଜାଗାରେ ମାନେ ସାହିତ୍ୟ କବିତାର ଆଲୋଚନା ଢେର। ଦିଲ୍ଲୀପ କୁମାର ପଟ୍ଟନାୟକ, ସଭାପତି ରାୟରାମାୟଣ ସ୍ମୃତି ପରିଷଦ ଓଡ଼ିଶା। କଣ କହିବେ ଆଜିର ଆଜି ତ ତ୍ରିକଳିଙ୍ଗର ତ୍ରୈମାସିକ ପତ୍ରିକା ଉନ୍ମୋଚନ ଥିଲା। ଏ ତ୍ରିକଳିଙ୍ଗ ଅନେକ ଐତିହାସିକକୁ ସେମାନେ ସ୍ଥାନ ଦେଇଛନ୍ତି, ନୌବାଣିଜ୍ୟଠୁ ଆରମ୍ଭ କରି ଏବଂ ବିଭିନ୍ନ ଓଡ଼ିଶାର ବରପୁତ୍ର ମାନଙ୍କୁ ସ୍ଥାନ ଦେଇଛନ୍ତି ତାଙ୍କର ପତ୍ରିକାରେ। ତେଣୁ ମୁଁ ଆଜି ଅତ୍ୟନ୍ତ ଖୁସି ଏପରି ପତ୍ରିକା ତାଙ୍କର ଚାଲୁ ରହୁ ଏବଂ ଅନେକ ବ୍ୟାପକ ହଉ ବୋଲି ଆଶା ଓ ବିଶ୍ୱାସ ରଖିଛି। ଆଜିର ଆଲୋଚନା ଚକ୍ରରେ ଯୋଉ ମଧ୍ୟ ଯୁଗର 2 ବରପୁତ୍ର ଥିଲେ, ଜଣେ ହଉଛନ୍ତି ଜୟଦେବ, ଦ୍ୱିତୀୟ ହେଉଛନ୍ତି ରାୟ ରାମାନନ୍ଦ। କେବଳ ଏତିକି ମୁଁ କହିବାକୁ ଚାହେଁ ଯେ ଜୟଦେବଙ୍କର ଗୀତ ଗୋବିନ୍ଦ ଏବଂ ରାୟ ରାମାନନ୍ଦଙ୍କର ଜଗନ୍ନାଥ ବଲ୍ଲଭ ନାଟକ, ଯିଏକି ପ୍ରଥମ ନାଟକ, ଓଡ଼ିଶାର ପ୍ରଥମ ନାଟକ କହିଲେ ଅତ୍ୟୁକ୍ତି ହବ ନାହିଁ ଏବଂ ପ୍ରଥମ ମଧ୍ୟ। ଏଇ 2ଟି ଯୋଉ ଜୟଦେବଙ୍କର ଗାନ, ଗୀତ ଗୋବିନ୍ଦର ଗାନ ଏବଂ ଜଗନ୍ନାଥ ବଲ୍ଲଭ ନାଟକ ଏକ ବିରଳ, ଯାହାକି ଜୟଦେବଙ୍କର ଯୋଉ ଗୀତ ଗୋବିନ୍ଦ ଇଏ 14 ଗାନ୍ଧାର ରାଗରେ ପରିବେଷିତ ହେଇଥିଲେ ମଧ୍ୟ ଜଗନ୍ନାଥ ବଲ୍ଲଭ ନାଟକ 28 ଗାନ୍ଧାର ରାଗରେ ପରିବେଷିତ। ଏହା ଏକ ବିରଳ। ୟାକୁ ବ୍ୟାପକ ଭାବରେ ୟା ସଂଗଠନ ଏବଂ ସରକାର, ଓଡ଼ିଶା ସରକାର ଏହାକୁ ବ୍ୟାପକ ଭାବରେ ପ୍ରଚାରିତ କରିଲେ ଲୋକଲୋଚନକୁ ଆସିବ। ଇଏ ହଉଛି ଅନାଲୋଚିତ ବିଷୟ। ଆସିଲେ ଲୋକମାନେ ନିଶ୍ଚିତ ରୂପେ ଇଏ ହଉଛି ଓଡ଼ିଶୀର ମୂଳ ପିଣ୍ଡି ବୋଲି ଆମେ ଧରିବା। ଏହା ଦ୍ୱାରା ଏଇ ଦୁହିଁଙ୍କର ଗାନ ଦ୍ୱାରା ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିବ ବୋଲି ମୁଁ ଆଶା ଏବଂ ବିଶ୍ୱାସ ରଖେ। ରାଜଗୁରୁ ସ୍ମୃତି ପରିଷଦ ଓଡ଼ିଶାର ସମ୍ପାଦକ, ରାଜ୍ୟସ୍ତରୀୟ ସମ୍ପାଦକ। କଣ କହିବେ ଆଜି ଯୋଉଟା ମୁଁ ଆଜ୍ଞା ପ୍ରଥମେ ଧନ୍ୟବାଦ ଦେବି ସମ୍ବିତ ପଟ୍ଟନାୟକଙ୍କୁ, ଯିଏକି ବହୁତ ଦିନ ପରେ ଓଡ଼ିଶାରେ ଏଭଳି ଏକ ଆଲୋଚନା ଚକ୍ର କରିବା ପାଇଁ ସେ ସମସ୍ତଙ୍କୁ ଏକାଠି କରିଛନ୍ତି ଏବଂ ଆମମାନଙ୍କୁ ମଧ୍ୟ ଏଠିକି ନିମନ୍ତ୍ରଣ କରିଛନ୍ତି। ଏହା ଗୋଟେ ଭଲ ବିଷୟ। ଇତିହାସର ଗୋଟେ ସମ୍ପୂର୍ଣ୍ଣ ଆଲୋଚନା ହେବା ଦରକାର। କିନ୍ତୁ
ସମୟର ଅଭାବ ଏବଂ ଅନ୍ୟ ପ୍ରୋବ୍ଲେମ ସକାଶେ ଏଇଟା ବର୍ତ୍ତମାନ କରାଯାଇ ପାରୁନାହିଁ ସେଥିପାଇଁ ମୁଁ ତମେ ଆଜି ଅନୁରୋଧ କରିଛି ସେଟା ଆଉ ଗୋଟେ ଦିନକୁ ଆଲୋଚନାକୁ ରଖାଗଲେ ଏକୁ ଗୋଟେ ଭଲ ଭାବରେ ଆମେ ଆଲୋଚନା କରିବା। ଏଇ ଯୋଉ ବିଦ୍ରୋହ ପାଇକ ବିଦ୍ରୋହ କଥା କୁହାଯାଉଛି, ପାଇକ ବିଦ୍ରୋହ କୁ ଓଡିଶା ସରକାର କହିଲେ ସେଟା ହଉଛି ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ। ଭାରତ ସରକାର ମଧ୍ୟ ତାକୁ ଗ୍ରହଣ କଲେ ଯେ ଏଇଟା ହଉଛି ଓଡିଶାର ଆରମ୍ଭ ହେଇଥିଲା ପାଇକ ବିଦ୍ରୋହ ପ୍ରଥମେ 1817 ଖ୍ରୀଷ୍ଟାବ୍ଦ। କିନ୍ତୁ ବର୍ତ୍ତମାନ ଦେଖାଗଲା ଯେ ତାକୁ ଯୋଉ ICHR ଏବଂ ଅନ୍ୟାନ୍ୟ ପ୍ରୋଭିନ୍ସ ମାନେ ତାକୁ ସେମାନେ ଗ୍ରହଣ କଲେ ନାହିଁ। ତେଣୁ ଏଥିରୁ ଜଣା ପଡୁଛି ଯେ ଯୋଉ ପାଇକ ବିଦ୍ରୋହ କଥା ଯାହାକୁ ଆମେ ରେକମେଣ୍ଡ କଲେ ବା ଯୋଉ ଐତିହାସିକ ମାନଙ୍କ କଥାରେ ଆମେ ଗଲେ ସେ କଥାରେ କୌଣସି ତାଳମେଳ ବୋଧେ ନାହିଁ କିମ୍ବା ଅସୁବିଧା କିଛି ରହୁଛି ଯୋଉଟା କି ଆମେ ତାକୁ ନେଇକିରି ଆମର ଯୋଉ ICHR ମେମ୍ବର ମାନେ ଅଛନ୍ତି ସେମାନଙ୍କୁ ଭଲ ଭାବରେ ବୁଝେଇ ପାରୁନାହିଁ, ଯାହାଫଳରେ କି ଏଟାକୁ ସେମାନେ ଗ୍ରହଣ କରିବାକୁ ପ୍ରସ୍ତୁତ ହଉନାହାନ୍ତି। ମୋର କହିବା କଥା ଏଇଟା ହଉଛି ଓଡିଶାର ଗର୍ବ ଏବଂ ଗୌରବ। ଆମମାନଙ୍କର ଦାୟିତ୍ୱ ହଉଛି ଆମେ ଓଡିଶା ଲୋକ ହିସାବରେ ଯଦି ଭାରତର ସ୍ୱାଧୀନତା ସଂଗ୍ରାମଟା ଓଡିଶାରୁ ଆରମ୍ଭ ହେଇଥିଲା ତାହେଲେ ଆମେ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସମସ୍ତେ ଏହାକୁ ଏକକାଳୀନ ନେବା ଦରକାର। ସେଠି ଏଇ ଯୋଉ ପାଇକ ବିଦ୍ରୋହ ତାର ମୂଳଦୁଆ ପଡିଥିଲା ଜୟୀରାଜଗୁରୁଙ୍କ ଦ୍ଵାରା। ସେ 1804 ଖ୍ରୀଷ୍ଟାବ୍ଦରେ ମାର୍ଚ୍ଚ 11 ତାରିଖ ଦିନ ସେ ଯାଇ କଟକରେ କର୍ଣ୍ଣେଲ ହାରକୋର୍ଟକୁ 2000 ପାଇକ ମାନଙ୍କୁ ନେଇକରି ଘେରାଉ କରିଥିଲେ। ଯାହାଫଳରେ କି ଯେତେବେଳେ କର୍ଣ୍ଣେଲ ହାରକୋର୍ଟ ତାଙ୍କୁ ମନା କଲେ ଯେ ଜଗନ୍ନାଥଙ୍କର ପ୍ରଗଣା ଗୁଡାକ ସେ ଫେରେଇଲେ ନାହିଁ, ସେତେବେଳେ ସେ କହିଲେ ଯେ ଯଦି ପ୍ରଗଣା ନ ଫେରିବ ତାହେଲେ ମୁଁ ଯୁଦ୍ଧ କରି ତମଠୁ ନେଇଯିବି, ତମ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବ। ଯୁଦ୍ଧ ଡିକ୍ଲାର ମଧ୍ୟ କଲେ। ସେତେବେଳେ ଏଇ ପାଇକ ମାନେ ଯୋଉମାନଙ୍କୁ ନେଇକିରି ଆଜି ଆମେ ଗର୍ବ କରୁଛେ, ଯୋଉମାନେ ଆମ ଓଡିଶାର ହଉଛନ୍ତି ମାନେ ଦୂର କହିଲେ ଆମେ ଅତ୍ୟୁକ୍ତି ହେବ ନାହିଁ, ସେମାନଙ୍କର ଯୋଉ ବଳିଦାନ ତାପରେ ସେ ଫେରି ଆସିଛନ୍ତି ଏବଂ ଯୁଦ୍ଧ ହେଇଛି, 90 ଦିନ ଯୁଦ୍ଧ ହେଇଛି। କିଛି ଦିନ ପୂର୍ବରେ ଆମେ ଯେତେବେଳେ ଜୟୀରାଜଗୁରୁଙ୍କ ଉପରେ ଆଲୋଚନା କରୁଥିଲେ ସେତେବେଳେ ତାଙ୍କ ବିଷୟରେ କେତେ ଗୁଡେ ଆମେ ଅନେକ ତଥ୍ୟ ଆମ ପାଖରେ ନଥିଲା, କିନ୍ତୁ ଆଜି ତାରିଖରେ ଅନେକ ଜିନିଷ ତାଙ୍କର ଲୋକଲୋଚନକୁ ଆସିଲାଣି, ଅନେକ ଜାଗାରୁ ତାଙ୍କ ଉପରେ ରିସର୍ଚ୍ଚ କରାଗଲାଣି ଏବଂ ଆମେ ତାଙ୍କର ଯୋଉ କଣ୍ଟ୍ରିବ୍ୟୁସନ ଟୁୱାର୍ଡସ ଦି ଇଣ୍ଡିପେଣ୍ଡେନ୍ସ ମୁଭମେଣ୍ଟ ଅଫ ଇଣ୍ଡିଆ ତାକୁ ଆମେ ଠିକ ଭାବରେ ଉପସ୍ଥାପନ କରିବା ଦରକାର। ଯେହେତୁ ଆମେ ତାକୁ ଉପସ୍ଥାପନ କରିପାରିନାହେଁ, ତେଣୁ ଆଜି ଆମର ପାଇକ ବିଦ୍ରୋହ ହଉ ବା ପାଇକ ମାନଙ୍କର ଯୋଉ ବଳିଦାନ ହଉ ତାକୁ ଆମେ ନେଇକରି ଉପସ୍ଥାପନ କରିପାରୁନାହିଁ ସଠିକ ମତେ। ତେଣୁ ସେଥିପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ।